ବାଲେଶ୍ୱର ସହରରେ ରହୁଥିବା ଦେବାରିୟ ଶତପଥୀ ବୟସ 12 ହେବ। ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ପାଠପଢ଼ା ସହ ସଙ୍ଗୀତ, ମ୍ୟୁଜିକ୍ ଓ ରଙ୍ଗତୁଳିରେ ଚିତ୍ର ଆଙ୍କିବା ତାଙ୍କର ନିଶା। ଏହା ସହ ସବୁଠୁ ବଡ଼ ନିଶା କ୍ରିକେଟ ଖେଳିବା। ନିଜ ସାଙ୍ଗମାନଙ୍କ ସହ ପଡ଼ିଆରେ କ୍ରିକେଟ ଖେଳିବାକୁ ତାଙ୍କର ଭାରି ଇଚ୍ଛା। ବ୍ୟାଟିଂ ଓ ବୋଲିଂ କରିବାକୁ ଭଲ ପାଆନ୍ତି ସେ। ଏହା ସହ ଫିଲ୍ଡିଂ ମଧ୍ୟ କରନ୍ତି। ହେଲେ ପାଠପଢ଼ାରେ ବାଧା ସୃଷ୍ଟି ହେବ ବୋଲି ଚିନ୍ତା କରି ଅଭିଭାବକମାନେ ତାଙ୍କୁ ପଡ଼ିଆକୁ ସାଙ୍ଗସାଥି ମେଳରେ ଏତେଟା ଛାଡ଼ନ୍ତି ନାହିଁ। ତଥାପି ନିଜ ସୋସାଇଟିରେ ରହୁଥିବା ନିଜ ବୟସର ପିଲାମାନଙ୍କ ସହ ଅପରାହ୍ନରେ କ୍ରିକେଟ ଖେଳନ୍ତି। ସମ୍ପ୍ରତି ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ହେବାକୁ ଯାଉଛି ବୋଲି ଜାଣିବା ପରେ ଉଭୟ ଦେଶର ଖେଳାଳିମାନଙ୍କୁ କଟକର ବାରବାଟୀ ଷ୍ଟାଡିୟମ ଅଥବା ଭୁବନେଶ୍ୱରରେ ଭେଟି ସେମାନଙ୍କର ଅଟୋଗ୍ରାଫ ନେବାକୁ ଇଚ୍ଛା କରିଥିଲେ। ପ୍ରଥମେ ବାପା ମା ରାଜି ହେଉନଥିଲେ। ପରେ ଦେବାରିୟର ଇଚ୍ଛାକୁ ସାକାର କରିବା ଲାଗି ତାଙ୍କର ଦାଦା ପଦକ୍ଷେପ ନେଇଥିଲେ। ଦିନସାରା ଅପେକ୍ଷା କରି ରାତି ପ୍ରାୟ 9:30ରେ ମେ ଫେୟାର ହୋଟେଲର ଡାଇନିଂ ହଲରେ ପ୍ରଥମେ ଇଂଲଣ୍ଡ ଟିମ୍ର ବ୍ୟାଟ୍ସମ୍ୟାନ୍ ଫିଲ୍ ସଲ୍ଟଙ୍କୁ ଡାଇନିଂ ଟେବୁଲରେ ଭେଟି ତାଙ୍କର ଅଟୋଗ୍ରାଫ ମାଗିଥିଲେ। ନିଜ ଟି ସାର୍ଟରେ ଅଟୋଗ୍ରାଫ ଦେବାକୁ ଅନୁରୋଧ କରିବାରୁ ସଲ୍ଟ ତୁରନ୍ତ ଦେବାରିୟଙ୍କ ଇଚ୍ଛାକୁ ପୂରଣ କରିଥିଲେ। ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଡାଇନିଂ ହଲରେ ଦେଖି ତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ କରିବା ମୁଦ୍ରାରେ ରହିବାରୁ ତୁରନ୍ତ ରୋହିତ କହିଥିଲେ କି ଆଓ ଗଲେ ମିଲୋ କହି ଆଲିଙ୍ଗନ କରିଥିଲେ। ନାମ ପଚାରିଥିଲେ ଓ ଦେବାରିୟଙ୍କ ଅନୁରୋଧ କ୍ରମେ ଟି ସାର୍ଟରେ ଅଟୋଗ୍ରାଫ ଦେଇଥିଲେ। ଖାଇବା ସମୟ ହୋଇଥିବାରୁ ଦେବାରିୟ ଅଧିକ ସମୟ ତାଙ୍କୁ ବିରକ୍ତ କରିବାକୁ ଚାହିଁ ନଥିଲେ। ଭାରତୀୟ ଟିମ୍ର ଅନ୍ୟତମ ବ୍ୟାଟ୍ସମ୍ୟାନ୍ ୱାଇବି ଜୟସ୍ୱାଲଙ୍କୁ ଭେଟିଥିଲେ ସେ ମଧ୍ୟ ଦେବାରିୟଙ୍କୁ ନାମ ପଚାରିବା ସହ କ୍ରିକେଟ ଖେଳୁଛ କି ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ବ୍ୟାଟିଂ ଓ ବୋଲିଂ ସମ୍ପର୍କରେ ପଚାରିଥିଲେ ପ୍ରଶ୍ନ। ଫାଷ୍ଟ ବୋଲିଂ ଭଲ ଲାଗେ କି ନାହିଁ ବୋଲି ସେ ପଚାରିଥିଲେ। ଫାଷ୍ଟ ବୋଲିଂ କରିପାରିବ କି ମଧ୍ୟ ପଚାରିଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟାର ଖେଳାଳି ରିଷଭ ପନ୍ତ ମଧ୍ୟ ଅଟୋଗ୍ରାଫ ଦେଇଥିଲେ। ଅନ୍ୟ ଖେଳାଳିମାନେ ରାତ୍ର ଭୋଜନ ସାରି ନିଜ ନିଜ ରୁମ୍ରେ ବିଶ୍ରାମ ନେବାକୁ ଯାଇଥିବାରୁ ଦେଖା କରିବାକୁ ସୁଯୋଗ ମିଳିଲା ନାହିଁ। ତେବେ ଆନ୍ତର୍ଜାତିକ ସ୍ତରର ଖେଳାଳିମାନେ ଏତେ ଭଦ୍ର, ଅମାୟିକ ଓ ସହଯୋଗୀ ତାହା ସେ ଜାଣିନଥିଲେ। ସେମାନଙ୍କ ସହ ମାତ୍ର 30 ମିନିଟର ଆଲୋଚନା ହୋଇଥିଲା। ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା କରିବା ବେଳେ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇପଡ଼ିଥିଲା ବୋଲି ଦେବାରିୟ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଜ ନ୍ୟୁଜକୁ କହିଛନ୍ତି। ପିଲାଟି ବେଳୁ କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ରହିଛି। ପଞ୍ଚମ ଶ୍ରେଣୀରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ କ୍ରିକେଟ ଏକାଡେମୀରେ ନାମ ଲେଖାଇବେ ବୋଲି ତାଙ୍କ ପିତାମାତା ଏବଂ ଦାଦା କହିଛନ୍ତି। ଦେବାରିୟ ଶତପଥୀ ମୁଁ ତାଙ୍କୁ ଭୁବନେଶ୍ୱରରେ ମେଫେୟାର ହୋଟେଲରେ ଦେଖା କରିଥିଲି। ଆଉ ତାଙ୍କୁ ଦେଖା କରିବା ପାଇଁ ମୋର ବହୁତ ଇଚ୍ଛା ଥିଲା। ଆଉ ବହୁତ କଷ୍ଟରେ ମୁଁ ତାଙ୍କୁ ଦେଖା କରିପାରିଛି। କୋଉ ଖେଳାଳିମାନଙ୍କୁ ଦେଖା କଲ? ମୁଁ ରୋହିତ ଶର୍ମା, ରିଷଭ ପନ୍ତ, ୟଶସ୍ୱୀ ଜୟସ୍ୱାଲ ଆଉ ଫିଲ୍ ସଲ୍ଟ। ଦେଖା କରିକି କ'ଣ କଥା ହେଲ? ମୁଁ ଫାଷ୍ଟ ତ ରୋହିତ ଶର୍ମାଙ୍କ ପାଖକୁ ଯାଇଥିଲି। ମୁଁ ତାଙ୍କୁ ଗୋଡ଼ ଛୁଇଁଲି। ସେ କହିଲେ पैर क्यों छू रहे हो यार, गले मिलो। ମାନେ ତାଙ୍କ ବିହେଭିଅର ବି ବହୁତ ଥିଲା ମୋ ପ୍ରତି। ମୁଁ ଭାବିନଥିଲି ସେମାନଙ୍କ ବିହେଭିଅର ଏତେ ଭଲ ରହିବ। ଆଉ ଫେର୍ ମୁଁ ରିଷଭ ପନ୍ତଙ୍କ ପାଖକୁ ଗଲି। ସିଏ କହିଲେ ଯେ କ୍ରିକେଟ ଖେଲତେ हो? ମୁଁ କହିଲି ସାର୍ हाँ खेलता हूँ। ତାପରେ ସିଏ କହିଲେ ଯେ फास्ट बॉलिंग डालते हो? मैं कहली हाँ सर फास्ट बॉलिंग करता हूँ सर। तापर से कहले क्या करते हो सर, क्या खेलते हो, मैंने क्या करते हो? ମୁଁ କହିଲି ସାର୍ ବ୍ୟାଟିଂ ଅଲରାଉଣ୍ଡର हूँ सर। ତାପରେ ସେ କହିଲେ ତାପରେ ମୁଁ ୟଶସ୍ୱୀ ଜୟଶଙ୍କର ପାଖକୁ ଗଲି। ଆଉ ସିଏ ବି ମୁଁ ତାଙ୍କୁ କହିଲି, ସିଏ ମୋତେ କିଛି କହିଲେନି। ମୁଁ ତାଙ୍କୁ କହିଲି ସାର୍ ୱାନ୍ ଅଟୋଗ୍ରାଫ ପ୍ଲିଜ୍। ସିଏ ତାଙ୍କର ଅଟୋଗ୍ରାଫ ଦେଇଦେଲେ। ଫିଲ୍ ସଲ୍ଟକୁ ଫାଷ୍ଟ ଭେଟିଥିଲି। ତାପରେ ରୋହିତ ଶର୍ମା ଏସବୁଙ୍କୁ ଭେଟିଲି। ଆମେ ଯାଇଥିଲେ ସକାଳ ମାନେ ବହୁତ ସକାଳ ଯାଇଥିଲେ। ଫେର୍ ବି ଆମେ ଦେଖା କରିପାରିଲେନି। ଆମେ ରାତି ପର୍ଯ୍ୟନ୍ତ ୱେଟ୍ କରିଥିଲେ। ରାତି ପର୍ଯ୍ୟନ୍ତ ୱେଟ୍ କଲେ। ସେଇଦିନ ହିଁ ଅଟୋଗ୍ରାଫ ପାଇଲେ ଘଣ୍ଟେ ଲାଗିଲା। ଭିତରେ ମୁଁ ସବୁ ଦେଖା କରି ସାରିଲା ପରେ 10ଟା ବେଳେ ଆମେ ସେ ଭୁବନେଶ୍ୱରରୁ ବାହାରିଗଲେ। ରାତି 10ଟା ବେଳେ। ଫେର୍ ତା ପରଦିନ ଆସିକି ମୁଁ ଏକ୍ଜାମ ଦେଲି। ନା କ୍ରିକେଟରେ ମୁଁ କ୍ୟାରିୟର ବି ବନେଇବି। ଆଉ କ୍ରିକେଟ ଖେଳିବା ମୋ ଫ୍ୟାସନ୍ ବି। ଆଉ ମୋ କ୍ୟାରିୟର ବି ବନେଇବି। ଏବେ 5th କ୍ଲାସରେ ପଢ଼ୁଛି। ଘରେ ତ ଏବେ ଆଲାଉ କରୁନାହାନ୍ତି। ମୁଁ ଯାହା ଟିକେ ଘରେ ଖେଳୁଛି। ଆଉ ମୋତେ କହିଛନ୍ତି ଯେ ଫାଇନାଲ୍ ଏକ୍ଜାମ ପରେ, ଏଇ ଏକ୍ଜାମଟା ପରେ ମୋତେ ଏକାଡେମୀରେ ଜଏନ୍ କରିଦେବେ। ମୁଁ ଧନ୍ୟବାଦ ଦେବା ଚାହେଁ ସମସ୍ତଙ୍କ ମାନେ ପରମିସନ୍ ବି ଥିଲା।
आउ मो स्पेशली काका को धन्यवाद देवाक चाहिए सी मत बालेश्वर भुवनेश्वर नहीं जाइए आउ माँ को भी कहवाक चाहिए कहीं सी भी बहुत हेल्प करते आज बोली भी डालते हो अरे क्या बात है और मतलब ऐसे ही ऑल द बेस्ट आज बोली साथ में करते ना फोन बंद करो ना तुम इधर इधर